ଅନ୍ନପୂର୍ଣ୍ଣା ସର୍ବଗୁଣ ସମ୍ପନ୍ନ। ସେ ଗୁଣର ଭଣ୍ଡାର, ବିଦ୍ୟାର ଭଣ୍ଡାର, ସବୁଥିର ଭଣ୍ଡାର ନାହିଁ। ଯଦି ତାଙ୍କଠୁ ଆମେ କିଛି ଶିଖିବାକୁ ଚେଷ୍ଟା କରିବା ନା କେତେ ଯୁଗ ଚାଲିଯିବ ଆମେ ବି ଜାଣିପାରିବୁ କି ଆମକୁ ଏତେ ଶିଖିବାର ଅଛି। କିନ୍ତୁ ଯଦି ଛୋଟ ଛୋଟ କଥା କିଛି ବି ଶିଖିବା ସେଇଟା ଆମ ଲାଇଫରେ ବହୁତ ଇମ୍ପାକ୍ଟ ପକେଇବ। ଯେମିତିକି ମୁଁ ବଡ଼ମାଙ୍କର ଦୁଇଟା ଷ୍ଟୋରି ଲାଇଫ୍ ଷ୍ଟୋରି କହିବି। ଯେତେବେଳେ ଶ୍ରୀ ଶ୍ରୀ ଠାକୁର ହିମାୟତପୁର ଛାଡ଼ିକି ଦେଓଘରକୁ ଆସିଥିଲେ, ଶ୍ରୀ ଶ୍ରୀ ଠାକୁର କିଛି ନେଇକି ଆସିନଥିଲେ, କିନ୍ତୁ ବଡ଼ ମା ତାଙ୍କର ଗୋଟେ ଛୋଟ ପୁଟୁଳି ଧରିକି ଆସିଥିଲେ। ସେଥିରେ ଛୋଟ ଛୋଟ ଜିନିଷ ସବୁ ବଡ଼ ମା ସାଇତିକି ରଖିଥିଲେ। ଯେତେବେଳେ ଶ୍ରୀ ଶ୍ରୀ ଠାକୁରଙ୍କୁ ଯାହା ଦରକାର ହୁଏ ସେଇଥିରେ ହିଁ ମିଳେ। ଥରେ ଶ୍ରୀ ଶ୍ରୀ ଠାକୁର ଜଣେ ଗୁରୁ ଭାଇଙ୍କୁ କହିଲେ ମୋତେ 100ଟା ସ୍ୱର୍ଣ୍ଣପଦ ଦରକାର। ସେ ଗୁରୁ ଭାଇ ଖୋଜିଲେ, ଖୋଜିଲା ପରେ ବି ତାଙ୍କୁ 100ଟା ସ୍ୱର୍ଣ୍ଣପଦ ମିଳିଲା। ନିରାଶ ହେଇକି ଆସିକି ଶ୍ରୀ ଶ୍ରୀ ଠାକୁରଙ୍କୁ କହିଲେ, ଠାକୁର ମିଳିଲା ନାହିଁ। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ବଡ଼ ମା ପାଖକୁ ଯା। ବଡ଼ ମାଙ୍କ ପାଖକୁ ଗଲା ପରେ 100ଟି ସ୍ୱର୍ଣ୍ଣପଦ ବଡ଼ ମା ଦେଲେ। ସେ ଖୁସି ହେଇକି ଆଣିକି ଠାକୁରଙ୍କୁ ସେମିତି ଥରେ ଶ୍ରୀ ଶ୍ରୀ ଠାକୁରଙ୍କୁ ମାନେ ସିଜନ ନଥିଲା ପଣସ ଖାଇବାର, କିନ୍ତୁ ପଣସ ତରକାରୀ ଖାଇବାକୁ ଇଚ୍ଛା ହେଲା। ବଡ଼ ମା ଜାଣିଛନ୍ତି କୋଉଠି ଅଛି, କିନ୍ତୁ ତାଙ୍କୁ ପଚରା ହେଇନଥିଲା, ଖୋଜା ଚାଲିଥିଲା, ମିଳିଲାନି। ପୁଣି ବଡ଼ ମାଙ୍କୁ ଯାଇକି ଯେତେବେଳେ ପଚାରିଲେ, ବଡ଼ ମା କହିଲେ କି ଆଶ୍ରମରେ ଗୋଟେ ଗଛ ଅଛି, ସେ ଗୋଟେ ଗଛରେ ଗୋଟିଏ ହିଁ ପଣସ ହେଇଛି, ସେଇଟା ଆଣ। ଆଣିଲା ପରେ ବଡ଼ ମା ତାକୁ କାଟିକି ରୋଷେଇ କଲେ, ଶ୍ରୀ ଶ୍ରୀ ଠାକୁର ଖାଇଲେ। ଏଇ ଦୁଇଟା କଥାରୁ ଆମେ କ'ଣ ଶିଖିଲେ କି ଆମେ ସବୁ ଜିନିଷକୁ କେତେ ଆଇକି ରଖିପାରିବା, କି ଆମେ ସବୁ ଜିନିଷ ଜାଣିଥିବା ଦରକାର। ଏତେ ଛୋଟ ଦୁଇଟା କଥା କିନ୍ତୁ ଏତେ ଇମ୍ପାକ୍ଟ ପକେଇବ ସେଇଟା କଲେ ହିଁ ଜଣାପଡ଼ିବ। ଆମେ ଛୋଟ ପିଲା ଷ୍ଟୁଡେଣ୍ଟ, କିନ୍ତୁ ଘର କଥା କିଛି ଜାଣିବାନି ସେଇଟା ନୁହଁ। ଘର କାମ କରିବା ସେଇଟା କେହି କହୁନାହାନ୍ତି ନା ଘର କାମ କର, କିନ୍ତୁ ଶିଖିଥାଅ, ଜାଣିଥାଅ। ତାକି ଯେତେବେଳେ ଆଗକୁ ଯାଇକି ବାହାରେ ରହିବ କି ହଷ୍ଟେଲରେ ରହିବ, ଏକୁଟିଆ ରହିବ, ସେତେବେଳେ ଆଟଲିଷ୍ଟ ତମେ ନିଜେ ନିଜ କାମ କରିପାରୁଥିବ, ନିଜେ ନିଜ ଜିନିଷକୁ ସାଇତିକି ରଖିପାରୁଥିବ। ଏଇ କଥା ଗୁଡ଼ା ହିଁ ଆମେ ବଡ଼ ମାଙ୍କଠୁ ଶିଖିଲେ ଆମେ ନିଜକୁ ସୁନ୍ଦର ଭାବରେ ଗଢ଼ି ତୋଳିପାରିବା। ଶ୍ରୀ ଶ୍ରୀ ଠାକୁର ବଡ଼ ମା ମିଶିକି ଯେଉଁ ସତ୍ସଙ୍ଗ ଗୋଟେ ମାନେ ବଡ଼ ୱାର୍ଲଡ କ୍ରିଏଟ୍ କରିଛନ୍ତି, ଯେଉଁଟାକି ବଡ଼ ମାଙ୍କ ବିନା ଅସମ୍ଭବ ଥିଲା, ଶ୍ରୀ ଶ୍ରୀ ଠାକୁରଙ୍କ ବିନା ଅସମ୍ଭବ ଥିଲା। ଦୁଇ ଜଣ ମିଶିକି ହିଁ ଏଇଟା କରିବାରେ ସମ୍ଭବ ହେଇଥିଲା। ଶ୍ରୀ ଶ୍ରୀ ଠାକୁର ଆମକୁ ଛୁଆବେଳୁ ହିଁ ବହୁତ କିଛି ଶିଖେଇ ଦେଇଛନ୍ତି। ଗୋଟେ ଛୋଟ ଜିନିଷ ଇଷ୍ଟବୃତ୍ତି କର। ଇଷ୍ଟବୃତ୍ତିରେ ଆମେ କ'ଣ ଶିଖୁଛେ? ଦବାର ଭାବ, କି ଅନ୍ୟକୁ ସାହାଯ୍ୟ କର, ଅନ୍ୟକୁ ଦେଇ ଶିଖ। ଦେଇଥିଲେ ପାଇ, କିନ୍ତୁ ପାଇବା ଆଶାରେ ଦେଲେ କିଛି ମିଳେନି। ଆଶା ନ ରଖି ଦେଇ ଶିଖ। ଏଇଟା ହିଁ ଆମେ ଇଷ୍ଟବୃତ୍ତିରୁ ଶିଖୁଛେ। ଆମେ କ'ଣ ବି ଦେଉଛେ, ଯେଉଁ ପୃଥିବୀରେ ଆମେ ଅଛେ, ଯେଉଁଠି ଅଛେ, ସେଇଟା ଶ୍ରୀ ଶ୍ରୀ ଠାକୁରଙ୍କର ହିଁ କ୍ରିଏସନ୍। ଶ୍ରୀ ଶ୍ରୀ ଠାକୁରଙ୍କ ଜିନିଷ ଆମେ ଠାକୁରଙ୍କୁ ଦେଉଛେ, ସେଇଥିରେ ବି ଆମକୁ କଷ୍ଟ ହେଉଛି। ଆମେ ସତ୍ସଙ୍ଗୀ ଲୋକ ବୋଲି ଜାଣିଛେ, କିନ୍ତୁ ଯେଉଁମାନେ ଜାଣିନାହାନ୍ତି ସେମାନଙ୍କୁ ତ ଲାଗୁଛି କି ପଇସା ନିଆ ଠାକୁର, କିନ୍ତୁ ସେମାନେ ବୁଝିପାରୁନାହାନ୍ତି କି ଛୋଟ ଜିନିଷଟା ଆମେ କରୁଛେ ସତ, କିନ୍ତୁ ସେଥିରୁ ଆମେ କେତେ ବଡ଼ ଜିନିଷ ଶିଖୁଛେ, କି କାହାକୁ ଦରକାର ଥିଲାବେଳେ ସାହାଯ୍ୟ କରିବା। ଯେମିତି ପୂଜାପାଠ ଅବିନ୍ତା ଏବେ ଗୋଟେ ବହୁତ ମାନେ ହ୍ୟୁଜ୍ ଫିଲ୍ଡ କ୍ରିଏଟ୍ କରିଛନ୍ତି କାମ କରିବାର, ନିଜକୁ ଏନଗେଜ୍ ରଖୁଛନ୍ତି ଡିପି ପରେ, ଯେଉଁଟାକି ମାଆ ମାନେ ବୋଧେ ପ୍ରତିଦିନ ଯାଉଛନ୍ତି କରୁଛନ୍ତି। ସେଥିରେ କ'ଣ
ସବୁ ଜିନିଷକୁ ସହି ବହି ଭଲସେ କରି ଆସିଲେ ବୋଲି ହିଁ ଆମେ ଏବେ ସମସ୍ତେ କେତେ ପରିବାର କେତେ ସବୁ ମିଶିକି ଏଇଠି ବସିଛେ ଗୋଟେ ଜାଗାରେ। ଆମେ କାହାକୁ ଚିହ୍ନି ପାରିନଥାନ୍ତେ ଯଦି ସତ୍ସଙ୍ଗ ଜଗତ ନଥାନ୍ତା। ଏଇ ସତ୍ସଙ୍ଗ ଜଗତ ଯୋଗୁଁ ହିଁ ଆମେ ସମସ୍ତେ ଚିହ୍ନା ପରିଚିତ ହେଲୁ। ଆଜିକାଲି ଲୋକମାନେ ପଇସା ଦେଇକି ମୋଟିଭେସନାଲ ସ୍ପିକରମାନଙ୍କ ପାଖକୁ ଯାଉଛନ୍ତି, କମେଡି କ୍ଲବ୍ ଯାଉଛନ୍ତି ତାକି ଟିକେ ହସି ପାରନ୍ତି। ମାନେ ଲୋକମାନେ ଏତେ ଡିପ୍ରେସନ୍ ହେଇଗଲେଣି ଯେ ହସି ବି ପାରୁନାହାନ୍ତି। ଟିକେ ପଇସା ଦେଇକି ଆମେ ଟିକେ କମେଡି କ୍ଲବ୍ ଯିବା ତାକି ଟିକେ ହସିକି ଆସିବା। କିନ୍ତୁ ଶିଶୁ ଠାକୁର ଆମ ପାଇଁ ଗୋଟେ ଏମିତି ଜାଗା ତିଆରି କରିଦେଇଛନ୍ତି ଯେଉଁଠିକି ଆମେ ଆସିଲେ ଯେତେ ବି ନେଗେଟିଭିଟି ଠାକୁରଙ୍କ କାମ ନ କଲେ ମନ ଭଲ ନଥିଲେ ଘରେ ରହିଲେ ନେଗେଟିଭିଟି ଆସିବନି। ଏଇଟା ସ୍ୱାଭାବିକ ପ୍ରାକ୍ଟିକାଲ କଥା। କିନ୍ତୁ ଯଦି ସେଇ ନେଗେଟିଭିଟି ଭିତରେ ଆମେ ଯଦି ସତ୍ସଙ୍ଗ ଆସିବା କେବେ କେବେ ସବୁବେଳେ ଆସିବା ସମ୍ଭବ ନ ହେଇପାରେ, କିନ୍ତୁ କେବେ କେବେ ବି ଯଦି ମଝିରେ ଆସିବା ତାହେଲେ କିଛି ନା କିଛି ପଜିଟିଭିଟି ଗ୍ରୋ କରିବ ଭିତରେ। ଆଉ ସେଇ ପଜିଟିଭିଟି ଧୀରେ 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 ନେଗେଟିଭିଟିକୁ ୱାଇପ୍ ଆଉଟ୍ କରିବ, ଯେଉଁଟାକି ଗୋଟେ ମଣିଷକୁ ଖୁସି ରହିବା ପାଇଁ ସାହାଯ୍ୟ କରିବ। କାରଣ ଆଜିକାଲି ତ ଲୋକମାନେ କ'ଣ ଆଣ୍ଟି ସୋସିଆଲ ହେଇଯାଉଛନ୍ତି, କିନ୍ତୁ ସତ୍ସଙ୍ଗକୁ ଲୋକମାନେ ଏତେ କମ୍ୟୁନିକେଟିଭ୍ ଇଣ୍ଟରାକ୍ଟିଭ୍ ହେଉଛନ୍ତି ଯେ ସେ ଆଣ୍ଟି ସୋସିଆଲନେସ୍ଟା କମି ଚାଲିଛି। ଆଉ